ଏହି ସବୁ ସଂକେତ ଭିକାରୀ ହେବା ଆଗରୁ ମିଳିଥାଏ। ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଇ ନ ଯିବା, ପୂଜା ପର୍ବ ଦିନ ଘରେ ଝଗଡ଼ା ଲାଗିବା, ଖୁସି ମନରେ କୌଣସି କାମ ନ କରିବା, ପୂଜା ଘରେ ଧୂପକାଠିର ପାଉଁଶ ରଖିବା, କାହାଠାରୁ ଋଣ ନେଇ ଫେରସ୍ତ ନ କରିବା, ଘରର ମୁଖିଆ ଦିନସାରା କ୍ରୋଧିତ ରହିବା, ଦୀର୍ଘ ସମୟ ଧରି ଘରେ ଅଳିଆ ରଖିବା। ଲକ୍ଷ୍ମୀ ଛଡ଼ ହେବାର 10ଟି ଖରାପ ଅଭ୍ୟାସ। ସବୁବେଳେ ଚିଡ଼ଚିଡ଼ ହେବା, ଘର ଲୋକଙ୍କୁ ଅପମାନ କରିବା, କଥା କହିବା ବେଳେ ଅସଭ୍ୟ ଆଚରଣ, ବାରମ୍ବାର ଜିନିଷ ଭାଙ୍ଗିବା, ଛୋଟ କଥାରେ ରାଗିଯିବା, ବସିବା ବେଳେ ପାଦ ହଲେଇବା, ଖାଇବା ସମୟରେ ମୁହଁରୁ ଶବ୍ଦ କରିବା, ଥାଳିରେ ହାତ ଧୋଇବା, କ୍ଷୀର ଫୁଟିଲେ ଧ୍ୟାନ ନ ଦେବା, ପାଦକୁ ଘୋଷାଡ଼ି ଘୋଷାଡ଼ି ଚାଲିବା। ମହିଳାମାନେ କେବେ କାହାକୁ କୁହନ୍ତୁ ନାହିଁ ଏଇ 2ଟି ଗୁପ୍ତ କଥା। ଜଣେ ମହିଳା କେବେ ବି ତାଙ୍କ ଶାରୀରିକ ଇଚ୍ଛା ବିଷୟରେ କାହାକୁ କୁହନ୍ତୁ ନାହିଁ। ସେ ଭାବନ୍ତି ଯେ ଅନ୍ୟ ବ୍ୟକ୍ତି ତାଙ୍କୁ ବୁଝିବା ଉଚିତ। ଜଣେ ମହିଳା ତାଙ୍କର ଯନ୍ତ୍ରଣା ଏବଂ ତାଙ୍କର ପ୍ରକୃତ ଇଚ୍ଛା ଉଭୟକୁ ଲୁଚାଇ ରଖନ୍ତି, କାରଣ ସେ ଭୟ କରନ୍ତି ଯେ ଲୋକମାନେ ତାଙ୍କଠାରୁ ଫାଇଦା ଉଠାଇବା ଆରମ୍ଭ କରିଦେବେ। ଏହି 5ଟି ଅଭ୍ୟାସ ଆପଣଙ୍କୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଯୌବନ ରଖିବ। ଫିଟିକରି ପାଣିରେ କୁଳି କଲେ ଦାନ୍ତ ସବୁବେଳେ ମଜବୁତ ରହିଥାଏ। କେଶ ଝଡ଼ିବା ବନ୍ଦ କରିବା ପାଇଁ ପିଆଜ ରସକୁ ମେଥି ପାଣିରେ ମିଶାଇ ପ୍ରତିଦିନ ଲଗାନ୍ତୁ। ଖାଦ୍ୟ ଖାଇବାର ଅଧଘଣ୍ଟା ମଧ୍ୟରେ ପରିସ୍ରା କରିବା ଦ୍ୱାରା କିଡ୍ନି ଷ୍ଟୋନ୍ ସମସ୍ୟା ହୁଏ ନାହିଁ। ଶରୀରରେ ତେଜ ଆସିବା ପାଇଁ ଗାଧୋଇବା ସମୟରେ ନାଭିରେ ତେଲ ଲଗାନ୍ତୁ। ଗାଧୋଇବା ପରେ 1 ଗ୍ଲାସ ସାଧାରଣ ପାଣି ପିଇବା ଦ୍ୱାରା ରକ୍ତଚାପ ସ୍ୱାଭାବିକ ରହିଥାଏ। ଶାସ୍ତ୍ର କହୁଛି ପୂଜା ଘରେ ପାଣି ରଖିବା ଅତ୍ୟନ୍ତ ଶୁଭ। ଜାଣନ୍ତୁ ଏ ବିଷୟରେ। ପୂଜା ଘରେ ତମ୍ବା ପାତ୍ରରେ ପାଣି ରଖିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ପୂଜା ଘରେ ପାଣି ରଖିବା ଦ୍ୱାରା ଆଖପାଖର ପରିବେଶ ଶୁଦ୍ଧ ହୁଏ ଏବଂ ନକାରାତ୍ମକ ଶକ୍ତି ଦୂର ହୁଏ। ପୂଜା ଘରେ ପାଣି ରଖିବା ଦ୍ୱାରା ବ୍ୟକ୍ତିର ମନସ୍କାମନା ପୂର୍ଣ୍ଣ ହୁଏ। ପୂଜା ଘରେ ପାଣି ରଖିବା ଦ୍ୱାରା ଘରେ ଶାନ୍ତି ଆସେ। ପୂଜା ଘରେ ପାଣି ରଖିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବ୍ୟାପିଥାଏ। ଯେଉଁ ପୁରୁଷର ଏପରି ଲକ୍ଷଣ ଥାଏ ଜାଣି ରଖନ୍ତୁ। ଲମ୍ବା ଛାତି ଏବଂ ନାକ, ଏହା ଜଣେ ଧନୀ ଏବଂ ଧାର୍ମିକ ବ୍ୟକ୍ତିକୁ ସୂଚିତ କରେ। ତାଳୁର ମଝିରେ ତିଳ ରହିବା, ଏପରି ବ୍ୟକ୍ତିଙ୍କୁ ସମ୍ମାନ ଏବଂ ଧନ ମିଳିଥାଏ। ଅତ୍ୟଧିକ ଝାଳ ଏବଂ ଶରୀରର ଦୁର୍ଗନ୍ଧକୁ ଅଶୁଭ ବୋଲି ବିବେଚନା କରାଯାଏ। ଗଭୀର ଏବଂ ଗୋଲ ନାଭି, ଏହା ସମସ୍ତ ସୁଖ ପ୍ରାପ୍ତିର ଏକ ସଂକେତ। ଲମ୍ବା ଏବଂ ପତଳା ପେଟ ଗରିବ ଏବଂ ଅତ୍ୟଧିକ ଖାଇବାର ଲକ୍ଷଣ ହୋଇପାରେ। ଛାତିରେ ଅଧିକ କେଶ ରହିବା, ଏହା ସୁଖ ଏବଂ ଧନ ଆଣିଥାଏ। ପାପୁଲିର ମଧ୍ୟଭାଗ ଉଚ୍ଚ, ଏହା ଜଣେ ଉଦାର ଏବଂ ଖୁସି ବ୍ୟକ୍ତିକୁ ସୂଚିତ କରେ। ଦୁଃଖ ସମୟ ଶୀଘ୍ର ଚାଲିଯିବ, ଏହି ଉପାୟ ଆଜି ହିଁ କରନ୍ତୁ। ପାଣିରେ ଲୁଣ ମିଶାଇ ଗାଧୋଇଲେ ଅଟକିଥିବା କାମ ପୂରା ହୁଏ। ହଳଦୀ ମିଶାଇ ଗାଧୋଇବା ଦ୍ୱାରା ଭାଗ୍ୟ ଖୋଲିଥାଏ। କଞ୍ଚା କ୍ଷୀର ପାଣିରେ ମିଶାଇ ଗାଧୋଇଲେ ଆୟୁଷ ବଢ଼େ। ଓମ୍ ଶ୍ରୀ ହନୁମତେ ନମଃ ମନ୍ତ୍ର ଜପ ଦ୍ୱାରା ଭୟ ଦୂର ହୁଏ। ଗୁଜୁରାତି ଗୁଣ୍ଡ ମିଶାଇ ଗାଧୋଇବା ଦ୍ୱାରା ଖରାପ ସମୟ ଦୂର ହୁଏ। ଘରେ ପ୍ରତିଦିନ ଏସବୁ କରନ୍ତୁ, ସବୁ ଅସୁବିଧା ଦୂର ହେବ। ଆପଣ ଖାଇବା ପୂର୍ବରୁ ପ୍ରଥମେ ଥାଳିରୁ କିଛି ଖାଦ୍ୟ ଅଲଗା ରଖନ୍ତୁ। ଏହାକୁ ପିମ୍ପୁଡ଼ି ଏବଂ ପକ୍ଷୀମାନଙ୍କ ପାଇଁ ରଖନ୍ତୁ। ଏହି ଖାଦ୍ୟକୁ ଗଛ, ଛାତ କିମ୍ବା ଯେଉଁଠାରେ ପକ୍ଷୀ ଏବଂ ପିମ୍ପୁଡ଼ିମାନେ ବାରମ୍ବାର ଯାଆନ୍ତି ସେଠାରେ ରଖନ୍ତୁ। ଯଦି ଏହି ଗୋଟିଏ ନିୟମ ପ୍ରତିଦିନ ପାଳନ କରାଯାଏ, ତେବେ ସେହି ପରିବାରର ସମସ୍ତ ସମସ୍ୟା ଆପେ ଆପେ ଦୂର ହୋଇଯିବ। ସେମାନଙ୍କୁ ଅନ୍ୟ କୌଣସି ପଦକ୍ଷେପ ନେବାକୁ ପଡ଼ିବନି। ଖରାପ ଦିନ ଆସିବାର ସଂକେତ। ଫୁଟୁଥିବା କ୍ଷୀରର ବାରମ୍ବାର ଉତୁରିବା, ଜୋରରେ କହିବା କିମ୍ବା ପ୍ରତିକ୍ରିୟା ଦେବା, ହାଇପର ହେବା, ପ୍ରତ୍ୟେକ ଛୋଟ ଛୋଟ କଥାରେ କ୍ରୋଧ ପ୍ରକାଶ କରିବା, ସବୁବେଳେ ବିଛଣାରେ ଲାଗି ରହିବା ଏବଂ କୌଣସି କାମରେ ଧ୍ୟାନ ନ ଦେଇପାରିବା, ଚାଲୁଥିବା ଘଣ୍ଟା ହଠାତ୍ ବନ୍ଦ ହୋଇଯିବା, ଗୋଟିଏ ପାର୍ଶ୍ୱରେ ଚପଲ
କିମ୍ବା ଜୋତା ପିନ୍ଧିବା, ପୋଷାକରେ ବାରମ୍ବାର କଣା ହେବା କିମ୍ବା ଛିଣ୍ଡିବା, ଘରେ ଲୁଣିଆ ଜିନିଷରେ କଳା ପିମ୍ପୁଡ଼ି ପ୍ରବେଶ କରିବା, ଖାଇବା ସମୟରେ କଥା ହେବା, କଥା କହିବା ସମୟରେ ମୁହଁରୁ ଛେପ ପକାଇବା। ଯାତ୍ରା ଆରମ୍ଭ ପୂର୍ବରୁ ଏହା କରିବା ଉଚିତ। ବାରମାନଙ୍କର ନିୟମ ନିଶ୍ଚୟ ଜାଣନ୍ତୁ। ଗୁରୁବାର, ଜଙ୍ଘରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ। ଶୁକ୍ରବାର, କାନରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ। ଶନିବାର, ପିଠିରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ। ରବିବାର, ମୁଣ୍ଡରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ। ସୋମବାର, ମୁହଁରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ। ମଙ୍ଗଳବାର, ଗଳାରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ। ବୁଧବାର, ପେଟରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ।